ଧର୍ମେନ୍ଦ୍ରଙ୍କ ଇସ୍ତଫା ସରଗରମ ଜାତୀୟ ଓ ରାଜ୍ୟ ରାଜନୀତି। ଓଡ଼ିଶା ରାଜନୀତିକୁ ପୁଣି କମ୍ବ୍ୟାକ୍ କରିବେ କି ଧର୍ମେନ୍ଦ୍ର? ମନମୋହନଙ୍କ ଯୋଡ଼ିଙ୍କ ସମୀକରଣ ବଦଳିବ କି? କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ଉଭୟ ଦିଲ୍ଲୀ ଓ ଭୁବନେଶ୍ୱର ଚର୍ଚ୍ଚାର ଝଡ଼ ସୃଷ୍ଟି ହୋଇଛି। ପରୀକ୍ଷା ବିବାଦ ଓ ରାଜନୈତିକ ଚାପ ଭିତରେ ଧର୍ମେନ୍ଦ୍ରଙ୍କ ଏହି ବଡ଼ ନିଷ୍ପତ୍ତି ପରେ ପ୍ରଶ୍ନ ଉଠୁଛି, ଏବେ କ'ଣ ହେବ ଧର୍ମେନ୍ଦ୍ରଙ୍କ ପରବର୍ତ୍ତୀ ପଦକ୍ଷେପ? ସେ କ'ଣ ସକ୍ରିୟ ଭାବେ ଓଡ଼ିଶା ରାଜନୀତିକୁ ପୂର୍ଣ୍ଣାଙ୍ଗ ଏଣ୍ଟ୍ରି କରିବେ? ଆଉ ଯଦି ଧର୍ମେନ୍ଦ୍ର ରାଜ୍ୟ ରାଜନୀତିରେ ସମ୍ପୂର୍ଣ୍ଣ ସକ୍ରିୟ ହୁଅନ୍ତି, ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଯୋଡ଼ି ପାଇଁ ଏହା ନୂଆ ସମୀକରଣ ତିଆରି କରିବ କି? ଦିଲ୍ଲୀରୁ ଭୁବନେଶ୍ୱର ଗୋଟିଏ ଚର୍ଚ୍ଚା, ଗୋଟିଏ ନାଁ, ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ତାଙ୍କ ଇସ୍ତଫା ଦେଶ ରାଜନୀତିରେ ଯେତିକି ଚମକ ସୃଷ୍ଟି କରିଛି, ଓଡ଼ିଶା ବିଜେପି ଶିବିରରେ ତାଠୁ ଅଧିକ କମ୍ପନ ସୃଷ୍ଟି କରିଛି। ଦୀର୍ଘ ଦିନରୁ କେନ୍ଦ୍ରୀୟ ସଂଗଠନ ଓ ମନ୍ତ୍ରିମଣ୍ଡଳରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରି ଆସିଥିବା ଧର୍ମେନ୍ଦ୍ର ହଠାତ୍ ପଦ ଛାଡ଼ିବା ପରେ ଏବେ ଅନେକ ଆକଳନ। ଗୋଟିଏ ପଟେ ପରୀକ୍ଷା ପରିଚାଳନା ବିବାଦ ଓ ନୈତିକତାକୁ ଦାୟୀ କରି ସେ ନିଜ ପଦରୁ ଓହରି ଯାଇଥିବା କୁହାଯାଉଥିବା ବେଳେ ଅନ୍ୟପଟେ ଚର୍ଚ୍ଚା ହେଉଛି ଯେ ଏହା ତାଙ୍କ ପାଇଁ ଏକ ନୂଆ ରାଜନୈତିକ ଅଧ୍ୟାୟର ଆରମ୍ଭ ହୋଇପାରେ। 2024 ନିର୍ବାଚନରେ ଓଡ଼ିଶାରେ ବିଜେପିର ପ୍ରଥମ ସରକାର ଗଠନ ପଛରେ ଧର୍ମେନ୍ଦ୍ରଙ୍କ ସାଂଗଠନିକ ଦକ୍ଷତାର ବଡ଼ ଯୋଗଦାନ ଥିଲା। ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ସେ କେନ୍ଦ୍ରରେ ରହିଥିଲେ। ହେଲେ ଏବେ ମନ୍ତ୍ରୀ ପଦରୁ ଇସ୍ତଫା ପରେ ସେ ଓଡ଼ିଶା ରାଜନୀତିରେ ଅଧିକ ସକ୍ରିୟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ପ୍ରଶ୍ନ ଉଠୁଛି, ଧର୍ମେନ୍ଦ୍ରଙ୍କ ଏଣ୍ଟ୍ରି ମନମୋହନ ଯୋଡ଼ିଙ୍କ ପାଇଁ ଚ୍ୟାଲେଞ୍ଜ ହେବ କି? ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ସରକାର ଓ ଦଳ ଚାଲିଛି। ମୋହନ ମାଝୀଙ୍କ ଆଦିବାସୀ ସାଧାରଣ ନେତା ଚେହେରା ଏବଂ ମନମୋହନଙ୍କ ସାଂଗଠନିକ ପରିଚାଳନା ଦଳକୁ ସ୍ଥିରତା ଦେଇଛି। ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ରାଜନୀତିରେ ସକ୍ରିୟ ହେଲେ ଦଳ ଭିତରେ ଦ୍ୱିତୀୟ ଶକ୍ତି କେନ୍ଦ୍ର ତିଆରି ହେବାର ଆଶଙ୍କା କରୁଛନ୍ତି ବିରୋଧୀ। ତେବେ ବିଜେପି କ୍ୟାମ୍ପରେ ଯୁକ୍ତି, ଧର୍ମେନ୍ଦ୍ରଙ୍କ ଅଭିଜ୍ଞତା ଓ ଜାତୀୟ ସ୍ତର ଦକ୍ଷତା ରାଜ୍ୟ ସରକାର ଏବଂ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ, କୌଣସି ଅସ୍ଥିରତା ସୃଷ୍ଟି କରିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା କେବଳ ଗୋଟିଏ ମନ୍ତ୍ରଣାଳୟ ପରିବର୍ତ୍ତନ ନୁହେଁ, ଏହା ଓଡ଼ିଶା ରାଜନୀତିରେ ଆଗାମୀ ଦିଗ ଓ ଦଶା ନିର୍ଦ୍ଧାରଣ କରିବାର କ୍ଷମତା ରଖୁଛି। ସେ କେନ୍ଦ୍ରୀୟ ସଂଗଠନରେ ନୂଆ ଦାୟିତ୍ୱ ପାଇବେ ନା ଓଡ଼ିଶା ଶାସନ ସଂଗଠନର କାନଭାସକୁ ନିଜ ହାତକୁ ନେବେ, ଏବେ ତାହା ଉପରେ ସମସ୍ତଙ୍କ ନଜର।